ମୁଁ ତା ସହିତ ପଢୁଥିଲି ଭୁବନେଶ୍ୱରରେ ଚତୁର୍ଥ କି ପଞ୍ଚମ। ମୁଁ 2024 ତାକୁ ମେସେଜ କରିଥିଲି ମୁଁ ଅମର ପାଖରେ ରହିବି। ହଁ ମୁଁ ତାକୁ ବାହାଇକି ତା ସହିତ ରହିବି। ହଁ କହିଛି ସେ ରାଜି ନଥିଲେ ସେ ମତେ ବାରମ୍ବାର ମନା କରୁଥିଲେ ଯେ ତା ସହିତ କଥା ହଉନି ବୋଲିକି ତଥାପି ମୁଁ କଥା ହଉଥିଲି ତା ସହ। ମୁଁ ତା ସହିତ ପଢୁଥିଲି ଭୁବନେଶ୍ୱରରେ ଚତୁର୍ଥ କି ପଞ୍ଚମ। ମୁଁ 2024 ତାକୁ ମେସେଜ କରିଥିଲି। ସେତେବେଳେ ମୋ ଫୋନ ନେଇଥିଲା ମୋ ମା ମତେ ଫୋନ ଦେଇ ନଥିଲେ ଯେତେବେଳେ ମତେ ମୋ ମା ଫୋନ ଦେଲେ ମୋ ସୋସିଆଲ ମିଡିଆ ଥିଲା ସେତେବେଳେ ମୁଁ କଥା ହେଇଥିଲି ତା ସହ। ହଁ ହଁ ବାଲେଶ୍ୱରରେ ସେ ବି କିଛି କରୁନି ସେ କାମ କରୁଥିଲା। ଭଉଣୀ ସରଳ ଭାବେ କହିବେ ଆପଣଙ୍କର ପ୍ରକୃତରେ ଆସିବାର ଇଚ୍ଛା ଅମର କାରଣ ଅଲଗା କିଛି ମା ହଇରାଣ କରୁନଥିଲେ ନା କୁହନ୍ତୁ ସେ ବିଷୟରେ ସରଳ ଭାବେ। ମୁଁ ଅମରକୁ ଭଲ ପାଉଛି ଆଉ ମୁଁ ଆସିବାର ଥିଲା ମୁଁ ଓଡିଶା ଆସିବା ପାଇଁ ଚାହୁଁଥିଲି ଜଲ୍ଦି। ମୁଁ ଆମେରିକା ମତେ ଟୋଟାଲି ଭଲ ଲାଗିଲାନି ତ ମୋ ମାଙ୍କୁ କିଛି କୁହନି ମୋ ମା ମତେ ଏମିତି କିଛି ବି କରିନାହାନ୍ତି। ହଁ ମୁଁ ଅମରକୁ ଭଲ ପାଉଛି ଆଉ ମୁଁ ସେଥିପାଇଁ ମୁଁ ଆସିବା ପାଇଁ ଚାହୁଁଥିଲି। ମାନେ ମୋ ମା ରାଜି ନଥିଲେ ମୋ ମା କହୁଥିଲେ କି ଅମର ଭଲ ପିଲା ନୁହଁ କିନ୍ତୁ ମୁଁ ଜାଣିଛି ସିଏ ଭଲ ପିଲା। ହଁ ମୁଁ କହିଛି ସେ ବାଲେଶ୍ୱର ଅଛି ମୁଁ ତାକୁ କଲ୍ ବି ଡାକିଲି ହେଲେ ମ୍ୟାଡାମ ମତେ ଛାଡୁନାହାନ୍ତି ତା ସହିତ କଥା ହବା ପାଇଁକା। ନା ସେ କହୁଛନ୍ତି କି ବାଲେଶ୍ୱର ନେଇକି ଯିବେ। ବାଲେଶ୍ୱର ଗଲା ପରେ ଦେଖା ହବ ଆଉ। ଓଡିଆ ମାଟିରେ ଅମର ଅଛି ବୋଲି ଆମେରିକା ମାଟି ଭଲ ଲାଗିଲାନି ମାନେ ଅମର ଅଛି ବୋଲି ଆମେରିକା ଭଲ ଲାଗିଲାନି ସେଟା ନୁହଁ ମୁଁ ମୋ ନିଜ ଇଚ୍ଛାରେ ରହିବା ପାଇଁ ଚାହୁଁଛି।